ହାଲୋ। ନାଇଁ ମ ସିଏ ତ ରାଗୁ ଆଉ ମୁଁ କଣ କରିବି ଆଉ ତୁ ରହ। ଆରେ ତ ଦେଖା ଯାଉନି ଆରେ ଅନ୍ଧଟା କିରେ ମୋ ନୂଆ ଫୋନ୍ ଟା ଭାଙ୍ଗିଦେଲୁ। ଭାଇ ମୁଁ ତମର ଆସିଥିଲି, ତମେ ହିଁ ଅନ୍ୟ ମନସ୍କ ହେଇକି ମତେ ବାଡେଇ ହେଇଗଲ। ମୋର ଭୁଲ କୋଉଠି? ଏ ଭୁଲ କଣ ଦେଖାଉଛି ଭାଇ ପଇସା ଦେ ମୋବାଇଲ ଭାଙ୍ଗିଛ ପଇସା ଦେବୁ। କଲର କଣ ଧରୁଛୁ ଭାଇ? ତ ଭୁଲ ନ କଲେ ତ ବାପା ତମର ତ ଭୁଲ ନଥିଲା, ତମେ କାହିଁ ତାକୁ କ୍ଷମା ମାଗୁଥିଲ? ଶୁଣୁ, ଯଦି କ୍ଷମା ମାଗିଦେଲେ ସବୁ ସମସ୍ୟାର ସମାଧାନ ହେଇପାରୁଛି, ହେଲେ କ୍ଷମା ମାଗିବାରେ ଅସୁବିଧା କଣ ଅଛି? ଗୋଟେ କଥା ମନେ ରଖ ବାବା, ପରିସ୍ଥିତି ଯାହା ବି ହଉ, ଯଦି ଜୀବନରେ କେବେ କୌଣସି ଅସୁବିଧାର ସମ୍ମୁଖୀନ ହଉ, କ୍ଷମା ମାଗିବାରେ କେବେ କୁଣ୍ଠାବୋଧ କରିବୁନି। କାହିଁକିନା ଗୋଟିଏ କ୍ଷମା ପ୍ରତିଟି ସମସ୍ୟାର ସମାଧାନ କରିପାରେ। ବୁଝିଲୁ? ଆବ ଭାଇ ମୋ ଭୁଲ ଭାଇ। ଭାଇ ଏତିକି ପଇସା ଥିଲା। ଭାଇ ଭାଇ ମୋ ପାଖରେ ଆଉ ପଇସା ନାହିଁ ଭାଇ। ନାଇଁ ନାଇଁ ଭାଇ, ଭାଇ ପଇସା ରଖ ଭାଇ, ଭାଇ ଭୁଲ ମୋର ଥିଲା ଭାଇ, କ୍ଷମା କରିଦବ ଭାଇ, ଆସିଛି ଭାଇ। ସତରେ ବାପା ଠିକ କହୁଥିଲେ, କ୍ଷମା ମାଗିବା ଦ୍ୱାରା ସବୁ ସମସ୍ୟାର ସମାଧାନ ହୋଇଥାଏ।